ଜୟ ଜଗନ୍ନାଥ। ଆଜି ହେଉଛି ଗଣେଶ ପୂଜା 27 ଅଗଷ୍ଟ ବୁଧବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ସମସ୍ତ ଓଡ଼ିଶାବାସୀ ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ହୋଇଛି, ଆପଣମାନେ ଜାଣିବା ନିହାତି ଦରକାର। ଭିଡ଼ିଓ ଷ୍ଟାର୍ଟ କରିବା, ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ବିଘ୍ନହର୍ତ୍ତା ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ଉପରେ। ବିଶ୍ୱର 10ଟି ବୃହତ ଗଣେଶ ମନ୍ଦିର ବିଷୟରେ ଜାଣିବା। ବାଧା ଦୂରକାରୀ ବିଘ୍ନହର୍ତ୍ତା ଜ୍ଞାନର ଦେବତା ଭଗବାନ ଗଣେଶଙ୍କୁ ସାରା ଭାରତ ଏବଂ ସାରା ବିଶ୍ୱରେ ପୂଜା କରାଯାଇଥାଏ। 2025 ସୁଦ୍ଧା ଭଗବାନ ଗଣେଶଙ୍କ ପ୍ରତି ଉତ୍ସର୍ଗୀକୃତ ଅନେକ ଚମତ୍କାର ମନ୍ଦିର ସେମାନଙ୍କର ଆକାର, ଭକ୍ତି ଏବଂ ଇତିହାସ ପାଇଁ ସ୍ୱତନ୍ତ୍ର ଭାବରେ ଛିଡ଼ା ହୋଇଛନ୍ତି। ଏବେ ଆମେ ବିଶ୍ୱର ସବୁଠାରୁ ବଡ଼ 10ଟି ଗଣେଶ ମନ୍ଦିରଙ୍କ ବିଷୟରେ ଜାଣିବା। 1 ନମ୍ବରରେ ଅଛି ଡାଗୁଡ ସେଥ ହାଲୱାଇ ଗଣପତି ମନ୍ଦିର, ଯେଉଁଟାକି ମହାରାଷ୍ଟ୍ର ରାଜ୍ୟର ପୁନେରେ ଅବସ୍ଥିତ। 2 ନମ୍ବରରେ ସିଦ୍ଧିବିନାୟକ ମନ୍ଦିର ମୁମ୍ବାଇରେ ଅବସ୍ଥିତ ମହାରାଷ୍ଟ୍ରରେ। ଆଉ 3 ନମ୍ବରରେ କାନିପାକମ୍ ବିନାୟକ ମନ୍ଦିର, ଯେଉଁଟାକି ଆନ୍ଧ୍ରପ୍ରଦେଶରେ ଅବସ୍ଥିତ। 4 ନମ୍ବରରେ ଉଚି ପିଲାର ମନ୍ଦିର ଯେଉଁଟାକି ତ୍ରିଚିପଲ୍ଲୀ ତାମିଲନାଡୁ ରାଜ୍ୟରେ ଅବସ୍ଥିତ। 5 ନମ୍ବରରେ ମାନକୁଲା ବିନୟଗର ମନ୍ଦିର, ଯେଉଁଟାକି ଆମର କେନ୍ଦ୍ରଶାସିତ ପ୍ରଦେଶ ପୁରୁଚେରୀରେ ଅବସ୍ଥିତ। ଇଏ ହେଉଛନ୍ତି ଟପ୍ 5। ଆଉ 6 ନମ୍ବରରେ ସବୁଠାରୁ ବଡ଼ ମନ୍ଦିର ହେଉଛି ଗଣପତି ପୁଲ ମନ୍ଦିର, ରତ୍ନଗିରି ମହାରାଷ୍ଟ୍ରରେ ଅବସ୍ଥିତ। 7 ନମ୍ବରରେ ସାସିବ କାଲୁ ଏବଂ କାଲୁ ଗଣେଶ ହାମ୍ପି ମନ୍ଦିର, ଯେଉଁଟାକି କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। 8 ନମ୍ବରରେ ଶ୍ରୀ ବାର୍ଥାରାଜ ସେଲଭାଭିନୟାଗର ମନ୍ଦିର, ଯେଉଁଟାକି ଡେନ୍ ହେଲ୍ଡର ନେଦରଲ୍ୟାଣ୍ଡରେ ଅବସ୍ଥିତ। 9 ନମ୍ବରରେ ଫ୍ଲିସିଂ ନ୍ୟୁୟର୍କର ଗଣେଶ ମନ୍ଦିର ଆମେରିକାରେ ଅବସ୍ଥିତ। 10 ନମ୍ବରରେ ଶ୍ରୀ ସେନପାଗା ବିନୟଗର ମନ୍ଦିର, ଯେଉଁଟାକି ସିଙ୍ଗାପୁରରେ ଅବସ୍ଥିତ। ଆପଣମାନେ ବିଶ୍ୱର ସବୁଠାରୁ ବଡ଼ 10ଟି ଗଣେଶ ମନ୍ଦିର ବିଷୟରେ ଜାଣିବାକୁ ପାଇଲେ। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ବିଶ୍ୱ କ୍ଷୁଧା ମୁକାବିଲା ପାଇଁ ଭାରତ WFP ହାତ ମିଳାଇଛନ୍ତି। ଡିଟେଲରେ ଜାଣିବା। ଭାରତ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ WFP ବିଶ୍ୱ କ୍ଷୁଧା ମୁକାବିଲା ପାଇଁ ଅଗ୍ରହପତ୍ର LOL ସ୍ୱାକ୍ଷର କରିଛନ୍ତି। ଭାରତ ସଙ୍କଟକାଳୀନ ଅଞ୍ଚଳରେ ଦୁର୍ବଳ ଜନସଂଖ୍ୟାକୁ ଚାଉଳ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ଏହି ସହଭାଗିତା ଏକ କୃଷି ରାଷ୍ଟ୍ର ଭାବରେ ଭାରତର ଭୂମିକାକୁ ଉଜ୍ଜ୍ୱଳ କରିଥାଏ। ବସୁଧୈବ କୁଟୁମ୍ବକମ୍ ବିଶ୍ୱ ଗୋଟିଏ ପରିବାର ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ସହଯୋଗ ରୋମରେ ଅନୁଷ୍ଠିତ ଆଲୋଚନା ଫେବୃଆରୀ 2025ରେ ଯେଉଁଟା ହୋଇଥିଲା, ତାପରେ ମାନବିକ ସହାୟତା ପାଇଁ ଏକ ନିର୍ଭରଯୋଗ୍ୟ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିଥାଏ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଡିଫେନ୍ସ ଇଭେଣ୍ଟ। ଉଦୟଗିରି ଏବଂ ହିମଗିରିକୁ ଭାରତୀୟ ନୌସେନା କମିଶନ କରିବ। ଡିଟେଲରେ ଜାଣିବା। ଇଣ୍ଡିଆନ ନେଭିର ବହୁତ ବଡ଼ ଇଭେଣ୍ଟ। ଭାରତୀୟ ନୌସେନା 26 ଅଗଷ୍ଟ 2025ରେ ବିଶାଖାପାଟଣାଠାରେ 2ଟି ଉନ୍ନତ ପ୍ରୋଜେକ୍ଟ 17A ଷ୍ଟେଲ୍ ଫ୍ରିଗେଟ୍ ଉଦୟଗିରି ଏବଂ ହିମଗିରିକୁ କମିଶନ କରିବ, ଯାହାର ଅଧ୍ୟକ୍ଷତା ଆମର ରକ୍ଷାମନ୍ତ୍ରୀ ରାଜନାଥ ସିଂ କରିବେ। ମାଜଗାଁଓ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ MDL ଏବଂ ଗାର୍ଡେନ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍ GRAC କଲିକତା ଦ୍ୱାରା ନିର୍ମିତ ଏହି ଫ୍ରିଗେଟ୍ଗୁଡ଼ିକ ଡିଜାଇନ, ଷ୍ଟ୍ରେଲ୍, ଅସ୍ତ୍ରଶସ୍ତ୍ର ଏବଂ ସେନ୍ସରର ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଦେଖାଯାଇଛି, ଯାହା ପ୍ରାୟ 75% ସ୍ୱଦେଶୀ ସାମଗ୍ରୀ ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ସମର୍ଥନ କରୁଛି। ଉଲ୍ଲେଖଯୋଗ୍ୟ ଯେ ଉଦୟଗିରି ହେଉଛି ନୌସେନାର ଯୁଦ୍ଧ ଜାହାଜ, ଯାହା ଡିଜାଇନ ବ୍ୟୁରୋ ଦ୍ୱାରା ଡିଜାଇନ କରାଯାଇଥିବା 100ତମ ଜାହାଜ। ମନେ ରଖିବେ, ଉଦୟଗିରିକୁ ଆମର ଡିଜାଇନ ବ୍ୟୁରୋ ଯିଏକି ଡିଜାଇନ କରିଥିଲା, ଆଉ ଡିଜାଇନ ବ୍ୟୁରୋର 100ତମ ଜାହାଜ ହେଉଛି ଉଦୟଗିରି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଭାରତର ପ୍ରାଣୀ ରକ୍ତ ଭଣ୍ଡାର ପାଇଁ ପ୍ରଥମ ନିର୍ଦ୍ଦେଶାବଳୀ ଆରମ୍ଭ କରିଛନ୍ତି ସରକାର। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ପ୍ରାଣୀ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଭାରତ ସରକାର ପ୍ରାଣୀ ଚିକିତ୍ସା ରକ୍ତ ସ୍ଥାନାନ୍ତର ସେବା ପାଇଁ ପ୍ରଥମ ଜାତୀୟ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ ମାନକୀକରଣ ପ୍ରାଣୀ ଯତ୍ନର ଦୀର୍ଘକାଳୀନ ବ୍ୟବଧାନକୁ ପୂରଣ କରେ।
ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ଦ୍ୱାରା 25 ଅଗଷ୍ଟ 2025ରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀ ପଶୁ ରକ୍ତଦାନ ସଂରକ୍ଷଣ ଏବଂ ସ୍ଥାନାନ୍ତର ପାଇଁ ଏକ ସଂରଚିତ ଢାଞ୍ଚା ପ୍ରଚଳନ କରେ, ଯାହାର ଲକ୍ଷ୍ୟ ପଶୁ କଲ୍ୟାଣ, ଜୈବ ସୁରକ୍ଷା ଏବଂ ଏକ ସ୍ୱାସ୍ଥ୍ୟ ସମନ୍ୱୟକୁ ଉନ୍ନତ କରିବା। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଆଗକୁ ବଢ଼ିବା। ଆଉ ଗୋଟେ ବଡ଼ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ଓମାନ ଟାର୍ଗେଟ କରିଛି 1 ମିଲିୟନ ଭାରତୀୟ ଟୁରିଷ୍ଟ ପ୍ରତିବର୍ଷ ପାଇଁ। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ଭାରତ ସହିତ ପର୍ଯ୍ୟଟନ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓମାନର ସଲ୍ତନତ ବାର୍ଷିକ 10 ଲକ୍ଷ ଭାରତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଘୋଷଣା କରିଛି। ଏହି ଘୋଷଣା 2024 ମସିହାରେ ଏକ ଦୃଢ଼ ପ୍ରଦର୍ଶନ ଉପରେ ଆଧାରିତ, ଯେତେବେଳେ 7 ଲକ୍ଷ ଭାରତୀୟ ପର୍ଯ୍ୟଟକ ଉପସାଗରୀୟ ରାଷ୍ଟ୍ର ପରିଦର୍ଶନ କରିଥିଲେ। ଏହି ପଦକ୍ଷେପ ଓମାନର ଅର୍ଥନୀତିକୁ ବିବିଧ କରିବା ଏବଂ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଭ୍ରମଣ ଗନ୍ତବ୍ୟସ୍ଥଳ ହେବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ବହୁତ ବଡ଼ ନ୍ୟାସନାଲ ଆଉ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଏଇଟା ସବୁଠାରୁ ବଡ଼ ନ୍ୟୁଜ୍ ସାଙ୍ଗମାନେ, ବହୁତ ବଡ଼ ଇଭେଣ୍ଟ। ରାଜୀବ ରଞ୍ଜନ ଆପଏଣ୍ଟେଡ୍ ହୋଇଛନ୍ତି NDB ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ଚିଫ୍ ରିସ୍କ ଅଫିସର ଆଉ ଭାଇସ୍ ପ୍ରେସିଡେଣ୍ଟ ରୂପରେ। ଡିଟେଲରେ ଜାଣିବା। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରତିଷ୍ଠିତ ନୂତନ ବିକାଶ ବ୍ୟାଙ୍କ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ RBIର ମୁଦ୍ରାନୀତି କମିଟି MPCର ପୂର୍ବତନ ସଦସ୍ୟ ଡକ୍ଟର ରାଜୀବ ରଞ୍ଜନଙ୍କୁ ଏହାର ଉପାଧ୍ୟକ୍ଷ ଏବଂ ମୁଖ୍ୟ ବିପଦ ଅଧିକାରୀ CRO ଭାବରେ ନିଯୁକ୍ତି କରିଛି। ଏହି ଘୋଷଣା ଅଗଷ୍ଟ 23, 2025ରେ କରାଯାଇଥିଲା, ଯାହା ଅଭିଜ୍ଞ କେନ୍ଦ୍ରୀୟ ବ୍ୟାଙ୍କରଙ୍କ ପାଇଁ 5 ବର୍ଷର କାର୍ଯ୍ୟକାଳ ନିଶ୍ଚିତ କରିଥିଲା। ନାଁଟା ମନେ ରଖିବେ, ରାଜୀବ ରଞ୍ଜନ, ଯିଏକି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ ଆଉ CRO ରୂପେ ନିଯୁକ୍ତି ହୋଇଛନ୍ତି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। MCA ଗାଭାସ୍କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଏବଂ ଶରଦ ପାୱାରଙ୍କୁ ସମ୍ମାନିତ କଲା। ଡିଟେଲରେ ଜାଣିବା। ମୁମ୍ବାଇ କ୍ରିକେଟ ଆସୋସିଏସନ MCA 23 ଅଗଷ୍ଟ 2025ରେ ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ ସୁନୀଲ ଗାଭାସ୍କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ଶରଦ ପାୱାରଙ୍କ କ୍ରିକେଟ ସଂଗ୍ରହାଳୟ ଉଦ୍ଘାଟନ କରି ଭାରତୀୟ କ୍ରିକେଟ କିମ୍ବଦନ୍ତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ଏହି ପଦକ୍ଷେପ ମୁମ୍ବାଇର ସମୃଦ୍ଧ କ୍ରିକେଟ ଐତିହ୍ୟକୁ ପାଳନ କରେ, ଜଣେ କିମ୍ବଦନ୍ତୀ କ୍ରିକେଟର ଏବଂ ଜଣେ ଅଭିଜ୍ଞ ପ୍ରଶାସକଙ୍କୁ ସମ୍ମାନିତ କରେ, ଯିଏ ଭାରତୀୟ କ୍ରିକେଟକୁ ତୃଣମୂଳ ସ୍ତରରୁ ଶାସନ ପର୍ଯ୍ୟନ୍ତ ଗଠନ କରିଥିଲେ। ମନେ ରଖିବେ, ବହୁତ ବଡ଼ ନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଆମର ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ 5,400 କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ ଇଭେଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ 5,400 କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଆରମ୍ଭ ଏବଂ ସମର୍ପିତ କରିଥିଲେ, ଯେଉଁଥିରେ କି ରେଳ, ରାସ୍ତା, ବିଦ୍ୟୁତ୍, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ପ୍ରମୁଖ ରେଳ ପ୍ରକଳ୍ପଗୁଡ଼ିକରେ ସଂଯୋଗୀକରଣ ଏବଂ ମାଲ ପରିବହନକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ୍ଗୁଡ଼ିକର ଦୋହରୀକରଣ ଏବଂ ଗଜ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ସ୍ଥାନୀୟ ପ୍ରବେଶ ଏବଂ ଶିଳ୍ପ ଲଜିଷ୍ଟିକ୍ ବୃଦ୍ଧି କରିବା ପାଇଁ ମୋଦି ନୂତନ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। 6 ଲେନ୍ ବିଶିଷ୍ଟ ଅଣ୍ଡରପାସ୍ ଏବଂ ଓଭରବ୍ରିଜ୍ ଭଳି ରାସ୍ତା ପ୍ରକଳ୍ପଗୁଡ଼ିକର ଭିଡ଼ ହ୍ରାସ କରିବା ଏବଂ ବାଣିଜ୍ୟକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି। UGVCL ଅଧୀନରେ ବିଦ୍ୟୁତ୍ ପଦକ୍ଷେପଗୁଡ଼ିକ ନିର୍ଭରଯୋଗ୍ୟତା ବୃଦ୍ଧି କରିବା ପାଇଁ ବିଦ୍ୟୁତ୍ ବଣ୍ଟନକୁ ଆଧୁନିକୀକରଣ କରିବା ଉପରେ ଧ୍ୟାନ ଦିଆଯାଇଛି। ସେ ଏକ PMAY ସହରାଞ୍ଚଳ ବସ୍ତି ପୁନର୍ନିବାସ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଥିଲେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ, ବହୁତ ବଡ଼ ଇଭେଣ୍ଟ। ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ମହୋତ୍ସବ 2025 ଶେଷ ହୋଇଛି। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଶ୍ରୀନଗରର ପ୍ରତୀକାତ୍ମକ ଡାଲ ହ୍ରଦରେ ଅଗଷ୍ଟ 21ରୁ 23 ପର୍ଯ୍ୟନ୍ତ
ଅନୁଷ୍ଠିତ ଖେଲୋ ଇଣ୍ଡିଆ ୱାଟର ଗେମ୍ ଜଳ କ୍ରୀଡ଼ା ମହୋତ୍ସବ KIWSF 2025 ଯାହାକି ଭାରତର ଜଳ କ୍ରୀଡ଼ା ଇକୋସିଷ୍ଟମ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଭାବରେ ଉଭା ହୋଇଛି। କାୟାକିଂ, କାନୋଇଂ ଏବଂ ରୋଇଂରେ ଦେଶର ପ୍ରଥମ ସମନ୍ୱିତ ଜାତୀୟ ସ୍ତରୀୟ ଖୋଲା ବୟସ ପ୍ରତିଯୋଗିତା ଭାବରେ KIWSF 2025 କେବଳ ଏକ ପଦକ ଇଭେଣ୍ଟ ନୁହେଁ, ଏହା ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ 2028 ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ଷେତ୍ରରେ ଭାରତର ଆକାଂକ୍ଷା ପାଇଁ ଏକ ସ୍ପ୍ରିଙ୍ଗ ବୋର୍ଡ ପାଲଟିଥିଲା। ମନେ ରଖିବେ, ଆମର ଜାମ୍ମୁ କାଶ୍ମୀର ରାଜ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଇଭେଣ୍ଟ ଅର୍ଗାନାଇଜ ହୋଇଥିଲା। ଭେରି ଇମ୍ପୋର୍ଟାଣ୍ଟ ସାଙ୍ଗମାନେ, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଏଇଠି ସରିଲା। ଆଉ ଭିଡ଼ିଓ କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ସମସ୍ତ ସାଙ୍ଗସାଥୀ ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖକୁ ସେୟାର କରିବେ। ଆଉ ୟାର PDF ଆପଣମାନଙ୍କୁ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆର ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ଡେସ୍କ୍ରିପସନରେ ଲିଙ୍କ ଅଛି, ଟେଲିଗ୍ରାମ ସହିତ ଯୋଡ଼ି ହୋଇଯିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ ଆଫେୟାର, ୱାର୍ଲଡ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଆଉ ଗଣେଶ ପୂଜାର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା।